କାଳିଆ ମାଙ୍କଡ ତା ଗୁମ୍ଫା ଆଗରେ ଶୋଇଥାଏ। ସେହି ସମୟରେ ଟିକି ଚଢେଇ ଓ ମିଠୁ ପାଖରେ ଥିବା କୋଳି ଗଛରେ ଆସି ବସିଲେ। ମିଠୁ, ଆମ ଜଙ୍ଗଲ କେତେ ସୁନ୍ଦର ହେଇଛି କହିଲୁ। ଏଠି ରହିବାକୁ ବହୁତ ମଜା ଲାଗୁଛି। ନା ଏଠି କେବେ ଖାଦ୍ୟର ଅଭାବ ଅଛି ନା ପାଣିର ଅଭାବ। ସବୁ ଜିନିଷ ଏଠି ଭରି ହେଇ ରହିଛି। ଭଗବାନଙ୍କୁ ତ ଅଶେଷ ଅଶେଷ ଧନ୍ୟବାଦ ଯେ ସେ ଆମକୁ ଏ ଜଙ୍ଗଲରେ ଜନ୍ମ ଦେଇଛନ୍ତି। ହଁ ହଁ ଟିକି, ତୁ ଠିକ କହିଛୁ। ତାପରେ ବି ଆମ ଜଙ୍ଗଲରେ କୌଣସି ପ୍ରକାରର ହିଂସ୍ର ପଶୁମାନେ ବି ନାହାନ୍ତି ଆମକୁ ହଇରାଣ କରିବାକୁ। ମିଠୁ, ତୁ ଗୋଟେ କଥା ଜାଣିଛୁ? ମୁଁ ଶୁଣିଛି ଆମ ଜଙ୍ଗଲକୁ କୁଆଡେ ଗୋଟେ କାଳିଆ ମାଙ୍କଡ ରହିବାକୁ ଆସିଛି। ଏକଥା ସତ ନା ମିଛ? ମୁଁ ବି ଏକଥା ଶୁଣିଥିଲି, ହେଲେ ମୁଁ ତାକୁ ଦେଖିନି। ସତ କି ମିଛ କଣ ହେଇଥିବ କେଜାଣି। ମୁଁ ଶୁଣିଛି କାଳିଆ ମାଙ୍କଡ ଗୁଡାକ କୁଆଡେ ଭାରି ଦୁଷ୍ଟ। କାଳି କହୁଥିଲା ସେ କୁଆଡେ ଚଢେଇ ମାନଙ୍କ ଅଣ୍ଡା ଚୋରି କରିଦିଅନ୍ତି ଆଉ ଚଢେଇଙ୍କ ଛୁଆକୁ ମଧ୍ୟ ମାରି ଦିଅନ୍ତି। ସତରେ? ସେମାନେ କଣ ଏତେ ଭୟଙ୍କର? ଟିକି ଓ ମିଠୁର କଥା ଗୁମ୍ଫା ଭିତରେ ରହି କାଳିଆ ମାଙ୍କଡ ଶୁଣୁଥାଏ। ଆରେ, ଏଗୁଡାକ କଣ ମୋ ବିଷୟରେ ଏମିତି କଥା ହଉଛନ୍ତି? ମୁଁ ଏମାନଙ୍କର କଣ କଲି? ଲାଗୁଛି ମୋ ବିଷୟରେ ଏମାନଙ୍କୁ କିଏ ଭୁଲ କଥା କହିଦେଇଛି। ହଉ ଛାଡ, ମୁଁ ଯାଉଛି ଯିବି ଜଙ୍ଗଲରୁ ଟିକେ ବୁଲିକି ଆସିବି। ଏମିତି କହି କାଳିଆ ମାଙ୍କଡ ସେ ଗୁମ୍ଫା ଭିତରୁ ବାହାରି ଜଙ୍ଗଲ ଭିତରକୁ ଗଲା। ଟିକି ଓ ମିଠୁ କାଳିଆ ମାଙ୍କଡକୁ ଏତେ ପାଖରୁ ଯିବାର ଦେଖି ଆଶ୍ଚର୍ଯ୍ୟ ହେଲେ। ହେ ଭଗବାନ! ମିଠୁ, ଦେଖିଲୁଟି, ସେ କାଳିଆ ମାଙ୍କଡ ଏଇ ଗୁମ୍ଫା ଭିତରେ ଥିଲା ଆଉ ଏବେ ସେ ଗୁମ୍ଫା ଭିତରୁ ବାହାରିକି ଗଲା। ହଁ ଟିକି, ମୁଁ ତ ସେଇଆ ଦେଖିଲି। ହେ ଭଗବାନ, ଇଏ ମାଙ୍କଡଟା କେତେ ବଡ ହେଇଛି। ଇଏ ତ ସତରେ ଆମ ଚଢେଇ ମାନଙ୍କ ଅଣ୍ଡା ଚୋରି କରୁଥିବ। କାଳି ଠିକ କହୁଥିଲା, ଇଏ ମାଙ୍କଡ ବହୁତ ଦୁଷ୍ଟ। ହଉ ଟିକି, ଚାଲ ଯିବା ଏଠୁ, ଆଉ ଆମ ଅଣ୍ଡା ଆଉ ଛୁଆ ମାନଙ୍କୁ ଜଗିବା। ହଁ ହଁ, ଚାଲ ଯିବା। ଏହାପରେ ସେମାନେ ସେଠୁ ଘର ଆଡକୁ ଚାଲିଗଲେ। ଏପଟେ ମାଙ୍କଡ ଜଙ୍ଗଲରେ ବୁଲୁଥାଏ। ହଠାତ୍ ସେ ଦେଖିଲା ଗୋଟେ ଶିକାରୀ ଚିଲ ଛୋଟ ଚଢେଇ ଛୁଆକୁ ମାରିବା ପାଇଁ ଧରିଛି। ଆରେ, ଏ କେଡେ ନିଷ୍ଠୁର ଚିଲଟା! ଏ ତ ଛୋଟ ଚଢେଇକୁ ଖାଇବାକୁ ଧରିଛି। ଯାଉଛି ଯିବି, ସେ ଛୋଟ ଚଢେଇକୁ ସେ ଚିଲ କବଳରୁ ରକ୍ଷା କରିବି। ଏମିତି କହି କାଳିଆ ମାଙ୍କଡ ଚିଲ ପାଖକୁ ଗଲା ଏବଂ ସେ ଚିଲକୁ ଗୋଟେ ଶକ୍ତ ଗୋଇଠା ମାରିଲା। ଚିଲ ଗୋଇଠା ମାଡ ଖାଇ ଦୂରରେ ପଡିଲା। ଆରେ ବାପରେ, ମରିଗଲି। କିଏ କିଏ ମତେ ମାରିଲା? ଦୁଷ୍ଟ ଚିଲ, ତୋର ତ ଭାରି ସାହସ। ତୁ ଏ ଛୋଟ ଚଢେଇକୁ ମାରିବାକୁ ବସିଛୁ? ଭଲରେ ଭଲରେ କହୁଛି, ଏଠୁ ପଳା, ନହେଲେ ତତେ ଏଇଠି ମାରି ପୋତିଦେବି। ହଁ, ମୁଁ ତ ଯାଉଛି, ହେଲେ ତତେ ମୁଁ ଛାଡିବିନି ରେ କାଳିଆ ମାଙ୍କଡ। ଦିନେ ନା ଦିନେ ତୋଠୁ ବଦଲା ନେବି। ଏମିତି କହି ଚିଲ ସେଠୁ ଚାଲିଗଲା। ଚିଲ ଗଲା ପରେ ଛୋଟ ଚଢେଇର ମା ମିନୁଷ ସେଠି ପହଞ୍ଚିଲା। ଆଉ ସେ ଦେଖିଲା ତା ଛୁଆ କାଳିଆ ମାଙ୍କଡ ପାଖରେ ରହିଛି। ମିନୁ ତରତର ହେଇ ତା ଛୁଆକୁ ମାଙ୍କଡ ପାଖରୁ ନେଇଗଲା। ଦୁଷ୍ଟ ମାଙ୍କଡ, ତୋର ତ ଭାରି ସାହସ। ତୁ କେଇଟା ଦିନ ହେଲା ଆମ ଜଙ୍ଗଲକୁ ଆସିଛୁ କି ନାହିଁ? ଆସୁ ଆସୁ ମୋ ଛୁଆ ଉପରେ ନଜର ପକେଇ ସାରିଲାଣୁ। ଆରେ ଶୁଆ ଭଉଣୀ, ମୋ କଥା ଟିକେ ଶୁଣ। ତମେ କିଛି ନ ଜାଣି ମତେ ବିନା ଦୋଷରେ ଦୋଷୀ କଣ କହୁଛ? ଚାଲ ଝିଅ, ଏଠୁ ଆମେ ପଳେଇବା। ଏଠି ବେଶୀ ସମୟ ରହିଲେ ଆମ ଜୀବନ ପ୍ରତି ବିପଦ ପଡିପାରେ। ଏମିତି କହି ମିନୁ ତା ଝିଅକୁ ନେଇ ସେଠୁ ଚାଲିଗଲା। ଆରେ, ଶୁଆ ତ ଜମା ବି ମୋ କଥା ଶୁଣିଲାନି, ଆଉ ଓଲଟା ମୋ ଉପରେ ରାଗିକି ଏଠୁ ଚାଲିଗଲା। ହଉ ଯାଉ, ମୁଁ ବି ଯାଉଛି ଜଙ୍ଗଲରେ ବୁଲିବି। ଏହାପରେ ମାଙ୍କଡଟି ସେଠୁ ଆଗକୁ ଚାଲିଲା ଓ ଜଙ୍ଗଲ ବୁଲିକି ଦେଖିଲା। ଜଙ୍ଗଲ ବୁଲି ସାରିଲା ପରେ ସେ ଗୁମ୍ଫାକୁ ଫେରିଲା। ଏମିତି ସେ ଦିନ କଟି ପରଦିନ ସକାଳ ହେଲା। ଚିଲ ମାଙ୍କଡଠୁ ପ୍ରତିଶୋଧ ନେବା ପାଇଁ ଟିକି ଚଢେଇର ଛୁଆକୁ ଚୋରେଇ ଆଣିଲା ଏବଂ ତାକୁ ଆଣି ମାଙ୍କଡ ରହୁଥିବା ଗୁମ୍ଫାରେ ରଖିଦେଲା। କାଳିଆ ମାଙ୍କଡ ଶୋଇଥାଏ। ଏବେ ଯାଉଛି ଟିକି ଚଢେଇକୁ ଡାକି ଆଣିବି, ଆଉ ସେ ଆସିଲେ ସବୁ ଜାଣିପାରିବ, ଆଉ ତାପରେ ଏ ମାଙ୍କଡ ପାନେ ପାଇବ। ଏମିତି କହି ଚିଲ ସେଠୁ ଚାଲିଗଲା ଏବଂ ଟିକି ଚଢେଇ ପାଖରେ ପହଞ୍ଚି ତାକୁ ସବୁ କଥା କହିଲା। ସବୁ କଥା ଶୁଣି ସାରି ଟିକି ଚଢେଇ ରାଗିଗଲା ଓ ତରତର ହେଇ ମାଙ୍କଡର ଗୁମ୍ଫା ଆଡକୁ ଚାଲିଲା। କିଛି ସମୟ ପରେ ସେ ମାଙ୍କଡ ରହୁଥିବା ଗୁମ୍ଫା ପାଖରେ ପହଞ୍ଚିଲା। ଆରେ, ଚିଲ ତ ସତ କହୁଥିଲା, ଏ ମାଙ୍କଡ ମୋ ଛୁଆକୁ ଚୋରି କରି ଆଣିଛି ବୋଲି। ସତରେ ଏ ମାଙ୍କଡ ବହୁତ ଦୁଷ୍ଟ। ଯାଉଛି ଯିବି, ସବୁ ଚଢେଇଙ୍କୁ ଏଠାକୁ ଡାକିକି ଆଣିବି, ଆଉ ତାପରେ ଏ କାଳିଆ ମାଙ୍କଡକୁ ଏ ଜଙ୍ଗଲରୁ ତଡ଼ିବି। ଏମିତି କହି ଟିକି ତା ଛୁଆକୁ ନେଇ ସେଠୁ ଚାଲିଗଲା ଏବଂ ଛୁଆକୁ ଘରେ ରଖିଦେଇ ମିଠୁ ପାଖକୁ ଗଲା। ଟିକି, କଣ ହେଇଛି ତୋର? ତୋ ମୁହଁ କାହିଁକି ଶୁଖି ଯାଇଛି? ଟିକି ଘଟିଥିବା ସବୁ ଘଟଣା ମିଠୁକୁ କହିଲା। ମିଠୁ ସବୁ କଥା ଶୁଣିସାରି ରାଗିଗଲା ଓ କହିଲା, ଆରେ, ସେ ମାଙ୍କଡର ଏତେ ସାହସ! ସେ ପୁଣି ତୋ ଛୁଆକୁ ଚୋରି କରି ନେଇଥିଲା। ଛାଡିବିନି ତାକୁ। ଟିକି, ଚାଲ ଯିବା, ସବୁ ଚଢେଇଙ୍କୁ ଏକାଠି କରି ସେ ମାଙ୍କଡକୁ ମାରିଦବା। ହଁ ଚାଲ। ଏହାପରେ ସେମାନେ ସେଠୁ ଚାଲି ଆସିଲେ ଏବଂ ସବୁ ଚଢେଇକୁ ଡାକି ନେଇ ମାଙ୍କଡ ପାଖରେ ପହଞ୍ଚିଲେ।
ମାଙ୍କଡ ସବୁ ଚଢେଇଙ୍କୁ ତା ଗୁମ୍ଫା ଆଗରେ ଦେଖି ଡରିଗଲା। ଆରେ ଚଢେଇ ମାନେ, ତୁମେ ସବୁ ଏଠି ଏମିତି ଏକାଠି କଣ ପାଇଁ ହେଇଛ? ଆଉ ଚିଲ, ତୁ ଏଠି କଣ କରୁଛୁ? ତୁ କଣ ଜାଣିନୁ ଆମେ ଏଠାକୁ କାହିଁକି ଆସିଛୁ? ମିଠୁ, ବିଲେଇ ଆଖି ମୁଜି ମୁଜି କ୍ଷୀର ପିଉଛି ରେ। ଏ ମାଙ୍କଡ, ତୋର ତ ଭାରି ସାହସ। ତୁ ଆମ ଜଙ୍ଗଲରେ ରହି ଆମ ଚଢେଇ ମାନଙ୍କ ଛୁଆକୁ ମାରୁଛୁ। ମୁଁ କାହିଁକି ତୁମ ଛୁଆକୁ ମାରିବି? ତୁମ ଛୁଆଙ୍କୁ ତ ଏ ଚିଲ ମାରୁଛି। ସେଦିନ ଏ ଚିଲ ଗୋଟେ ଶୁଆ ଛୁଆକୁ ମାରୁଥିଲା। ବେଳା ଭଲ ମୁଁ ସେଇ ସମୟରେ ସେଠି ପହଞ୍ଚିଗଲି, ଆଉ ସେ ଛୋଟ ଶୁଆକୁ ଚିଲ ଠାରୁ ରକ୍ଷା କଲି। ଆଉ ତମେ ମତେ ଏ କଥା କଣ କହୁଛ? ହଇରେ ମିଛୁଆ ମାଙ୍କଡ, ମୁଁ କେତେବେଳେ ମିନୁ ଶୁଆର ଛୁଆକୁ ମାରୁଥିଲି? ମିଛୁଆ ମାଙ୍କଡ, ମୋ ନାଁରେ ମିଛ କହୁଛୁ? ଟିକି, ତୁ ତ ନିଜେ ଦେଖିଛୁ ଏ ମାଙ୍କଡ ତ ଛୁଆକୁ ଆଣି ତା ଗୁମ୍ଫାରେ ରଖିଥିଲା। ଏବେ ତୁ କହ, ସେ ମିଛ କଥା କହୁଛି ନା ମୁଁ ମିଛ କଥା କହୁଛି? ମୁଁ ତମ ଛୁଆକୁ ଏ କାଳିଆ ମାଙ୍କଡ ପାଖରୁ ଏବେ ନେଇକି ଗଲି। ଟିକି ଏମିତି କହୁଥାଏ, ହଠାତ୍ ମିନୁ ଶୁଆ ଆସି ସେଠି ପହଞ୍ଚିଲା। ଆରେ ମିଠୁ, କଣ ହେଇଛି? ତୁମେ ମାନେ ସବୁ ଏଠି ଏମିତି ଏକାଠି କଣ ପାଇଁ ହେଇଛ? ମିନୁ, ଏ ମାଙ୍କଡ ଆଜି ମୋ ଛୁଆକୁ ଚୋରି କରି ଆଣିଥିଲା। ମତେ ଏ ଚିଠି ଡାକିଲାରୁ ମୁଁ ଆସି ମୋ ଛୁଆକୁ ନେଲି। ଏ ମାଙ୍କଡ ଆମ ଜଙ୍ଗଲରେ ରହି ଆମ ଛୁଆକୁ ମାରୁଛି। ଏକୁ ଆଜି ଆମେ ଏ ଜଙ୍ଗଲରୁ ତଡ଼ିଦବା। ଟିକି, ତୁ କେଡେ ବୋକା। ଅସଲରେ ସତ କଥା କଣ ତୁ ଜାଣିନୁ। ମୁଁ ବି ତୋ ପରି ସେ ମାଙ୍କଡକୁ ଦୋଷ ଦଉଥିଲି। ହେଲେ ଏ ମାଙ୍କଡ ଆମ ଛୁଆକୁ ଚୋରି କରୁନି, ଆମ ଛୁଆକୁ ଗୋଟେ ବିଶ୍ୱାସଘାତକ ଚଢେଇ ଠାରୁ ବଞ୍ଚଉଛି। ଆଚ୍ଛା କହିଲୁ, ତୁ ଯେତେବେଳେ ତୋ ଛୁଆକୁ ଏଠୁ ନେଲୁ, ତୋ ଛୁଆ ଏଠି କଣ କରୁଥିଲା? ସେ ତ ଏ ଗୁମ୍ଫା ଆଗରେ ବସିଥିଲା, ଆଉ ଏ ମାଙ୍କଡ ଗୁମ୍ଫାରେ ଶୋଇଥିଲା। ଆଚ୍ଛା କହିଲୁ, ଯଦି ଏ ମାଙ୍କଡ ତୋ ଛୁଆକୁ ଚୋରି କରିଥାନ୍ତା, ତାହେଲେ ତ ସେ ତାକୁ ସଙ୍ଗେ ସଙ୍ଗେ ଖାଇ ଦେଇଥାନ୍ତା। ତାହେଲେ ତୋ ଛୁଆ ଏଠି ବସିଥିଲା କେମିତି? ହଁ, ତା ତ ଠିକ। ହେଲେ ଚିଲ ତ ମତେ ଏ ମାଙ୍କଡ କଥା କହିଲା। କାଉ ଖାଇଲା ପଣସ, ବଗ ମୁଣ୍ଡରେ ଅଠା। ଆରେ ଏ ଚିଲ ହିଁ ଅସଲ ଚୋର। ଏ ଚିଲ ସେଦିନ ମୋ ଛୁଆକୁ ଚୋରି କରି ମାରିବାକୁ ବସିଥିଲା। ବେଳା ଭଲ ଏ ମାଙ୍କଡ ଭାଇ ଠିକ ସମୟରେ ପହଞ୍ଚି ମୋ ଛୁଆକୁ ବଞ୍ଚେଇ ଦେଲେ। ହଁ ମିନୁ, ତୁ ଠିକ କହିଛୁ। ଏ ଚିଲ ହିଁ ଅସଲ ଚୋର। ସାଙ୍ଗମାନେ, ଆଉ ଡେରି କରନି, ଏ ବିଶ୍ୱାସଘାତକୁ ଧର। ହଁ ହଁ, ଧର ତାକୁ। ଚିଲ ଏସବୁ କଥା ଶୁଣି ସେଠୁ ଯିବାକୁ ବାହାରିଲା। ହଠାତ୍ ମାଙ୍କଡଟି ତାକୁ ଧରି ନେଲା ଓ ତା ବେକ ମୋଡି ତାକୁ ମାରିଦେଲା। ଧନ୍ୟବାଦ, ଧନ୍ୟବାଦ ଶୁଆ ଭଉଣୀ। ତୁମ ସକାଶୁ ମୁଁ ଆଜି ଗୋଟେ ବଡ ସଙ୍କଟରୁ ରକ୍ଷା ପାଇଲି। ମାଙ୍କଡ ଭାଇ, ତମେ ବି ଆମକୁ କ୍ଷମା କର। ମାଙ୍କଡ ଭାଇ, ତମେ ବି ଆମକୁ କ୍ଷମା କର, କାରଣ ଆମେ ଅନ୍ୟମାନଙ୍କ କଥାରେ ପଡି ତୁମକୁ ଭୁଲ ବୁଝିଥିଲୁ। ଏହାପରେ ସବୁ ଚଢେଇ ମାନେ ମାଙ୍କଡକୁ ଭୁଲ ମାଗି ସେଠୁ ଚାଲିଗଲେ।